ମୁଁ ସମସ୍ତଙ୍କୁ ସ୍ୱାଗତ କରୁଛି ମୋର ଏହି ୟୁଟ୍ୟୁବ୍ ଚ୍ୟାନେଲ୍ A to Z ଓଡ଼ିଆ ଟ୍ୟୁଟୋରିଆଲ୍। ତ ଆମେମାନେ ପୂର୍ବରୁ ଆଲୋଚନା କରିଥିଲେ ତା କ୍ୱେଶ୍ଚିନ୍ ଆନ୍ସର୍କୁ। ତ ଗାୟତ୍ରୀ ବୋଲି ଜଣେ ଝିଅ କମେଣ୍ଟ କରିଥିଲେ ଯେ ବା ମୋତେ ପର୍ସନାଲି ମୋତେ ମେସେଜ୍ କରିଥିଲେ ଯେ ହିଷ୍ଟ୍ରିର ସବୁ ସିଲାବସ୍ କମ୍ପ୍ଲିଟ୍ କରିବା ପାଇଁ। ତ ଆମେ ଏହି ମାସ ମଧ୍ୟରେ ଆମେ କମ୍ପ୍ଲିଟ୍ କରିବା ପାଇଁ ଚେଷ୍ଟା କରିବା। ତ ମୁଁ ଚେଷ୍ଟା କରୁଛି ଯେ ତୁମମାନଙ୍କର ପ୍ରଥମେ ଆମେ ସିଲାବସ୍ ସାରିବା, ତା ସହ କ୍ୱେଶ୍ଚିନ୍ ଆନ୍ସର୍କୁ ସାରିବା, ତା ସହ PYQକୁ ଦେଖିବା, ତା ସହ ଚାପ୍ଟର ୱାଇଜ୍ 2 ମାର୍କ 1 ମାର୍କକୁ ଦେଖିବା ତଥା ବ୍ୟୁରୋ ବହି ତଥା ସମାଚାନ୍ଦଙ୍କର ବହି, ଏ ଦୁଇଟି ବହି ପଢ଼ିଦେବ। ବ୍ୟୁରୋ ବହିକୁ ମଷ୍ଟ ଫଲୋ କର ହେଲା। ମୁଁ ମଧ୍ୟ ବ୍ୟୁରୋ ବହି ଏବଂ ସମାଚାନ୍ଦକୁ ପଢ଼ି 92 ସ୍କୋର କରିଥିଲି ଏବଂ ତୁମେମାନେ ମଧ୍ୟ ସ୍କୋର କରିପାରିବେ 95+। ତ ତୁମମାନଙ୍କ ସମୟରେ ଯେହେତୁ MCQ ଅଛି ଏବଂ କଲେଜରୁ 20 ମାର୍କ ମିଳୁଛି, ତୁମେମାନେ ନିଶ୍ଚିତ ଭାବରେ 95+ ସ୍କୋର କରିପାରିବ, ମୁଁ ଆଶା କରୁଛି। ତ ପ୍ରାଚୀନ ଭାରତ ଇତିହାସର ଉପାଦାନ। ତ ଆମେ ଭାରତ ଇତିହାସକୁ ଜାଣିବାକୁ ହେଲେ ପ୍ରଥମେ ତା'ର କେଉଁ କେଉଁ ଉପାଦାନରୁ ସଂଗୃହୀତ ଏବଂ ତାହା ଲିଖିତ ତାକୁ ଆମେ ପ୍ରଥମେ ଜାଣିବା ପାଇଁ ପଡ଼ିବ। ତ ପ୍ରତ୍ନତାତ୍ତ୍ୱିକ ଉପାଦାନ ହେଉ କି ସାହିତ୍ୟିକ ବୈଦେଶିକ ବିବରଣୀ ଅଭିଲେଖାଗାରୀୟ ଉପାଦାନ ହେଉ, ଏଥିରୁ ଆମେମାନେ ଭାରତ ଇତିହାସକୁ ଜାଣିବାକୁ ପାଉ। ତ ସର୍ବପ୍ରଥମେ କହ ଯେ ଭାରତ ଇତିହାସକୁ କେତେ ଭାଗରେ ବିଭକ୍ତ କରାଯାଇଛି? ନା 3 ଭାଗରେ ବିଭକ୍ତ କରାଯାଇଛି। ପ୍ରଥମ ହେଲା ପ୍ରାଚୀନ, ମଧ୍ୟ ଏବଂ ଆଧୁନିକ ଭାରତୀୟ ଇତିହାସ। ତ ଇତିହାସ ଅତୀତର ସତ୍ୟ ଘଟଣା ଉପରେ ପର୍ଯ୍ୟବେସିତ। ଆମେ ସମସ୍ତେ ଜାଣିଛେ ସତ୍ୟ ଘଟଣା ହିଁ ତ ଇତିହାସ, ଯାହା ପ୍ରୁଭ୍ଡ। ଏହାର ରଚନା ଓ ଅଧ୍ୟୟନ ପାଇଁ ମୌଳିକ ଉପାଦାନ ବା ମୂଳ ଉତ୍ସର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଉପାଦାନ ବିନା ଇତିହାସ ଲିଖନ କରିବା ଅସମ୍ଭବ। ବିନା ଉପାଦାନରେ ଇତିହାସ ଲିଖନ ଅସମ୍ଭବ। ଉପାଦାନ ହିଁ ସତ୍ୟ ଘଟଣାର ଅନାବଶ୍ୟକ କରିଥାଏ। ତ ଗ୍ରୀସ୍ ହେଲା, ରୋମ୍ ହେଲା, ପ୍ରାଚୀନ ବିଧିବଦ୍ଧ ଭାରତରେ ମଧ୍ୟ ଇତିହାସ ଲେଖାଯାଇ ନଥିଲା। ହେରୋଡୋଟସ୍ ବୋଲି ଜଣେ ଥିଲେ ଯିଏକି ଗ୍ରୀସର, ସେ ହିଁ ଆରମ୍ଭ କରିଥିଲେ ଇତିହାସ ରଚନାକୁ। ତୁମେମାନେ ଦେଖିବ ଇତିହାସର ଜନକ କିଏ? ନା ହେରୋଡୋଟସ୍। ଇତିହାସର ଜନକ ଭାବରେ ସେ ପରିଚିତ। ତାଙ୍କ ପରେ ଥୁସିଡାଇଡସ୍ ଆସିଲେ, ତାପରେ ଲିଭି ହେଲା, ଟାଟିଟସ୍ ହେଲା, ଏମାନେ ପରବର୍ତ୍ତୀ ସମୟରେ ଆସିଛନ୍ତି। ତ ଏହି ଉପାଦାନ ଗୁଡ଼ିକ ଭିନ୍ନ ଭିନ୍ନ ପ୍ରକାରର ଭିନ୍ନ ଭିନ୍ନ ସ୍ଥାନରେ ମିଳିଥାଏ। ତ ପ୍ରାଚୀନ, ମଧ୍ୟ, ଆଧୁନିକ ଇତିହାସ ଅଧ୍ୟୟନ ପାଇଁ ଏହା ଆବଶ୍ୟକ, ବିନା ଉପାଦାନରେ ହୋଇପାରିବ ନାହିଁ। ତ ବ୍ୟୁରୋ ବହି ଅନୁସାରେ ଉପାଦାନକୁ 3 ଭାଗରେ ବିଭକ୍ତ କରାଯାଇଛି: ପ୍ରତ୍ନତାତ୍ତ୍ୱିକ, ସାହିତ୍ୟିକ ଏବଂ ଅଭିଲେଖାଗାରୀୟ। ପ୍ରଥମେ ଆମେ ଦେଖିବା ପ୍ରତ୍ନତାତ୍ତ୍ୱିକ ଉପାଦାନ। ତ ପ୍ରତ୍ନତତ୍ତ୍ୱ କହିଲେ ତୁମେ କ'ଣ ବୁଝ? ଭୂପୃଷ୍ଠ ଭୂତଳ ଖନନରୁ ମିଳୁଥିବା ଐତିହାସିକ କୀର୍ତ୍ତିରାଜିକୁ ପ୍ରତ୍ନତତ୍ତ୍ୱ ବୋଲି କୁହାଯାଇଥାଏ। ତ ଆକ୍ଷରିକ ଅର୍ଥରେ ପୁରାତାତ୍ତ୍ୱିକ ଅବଶେଷ ଅଧ୍ୟୟନକୁ ବୁଝାଇଥାଏ, ଯାହା ମାଟି ଉପରେ ବା ମାଟି ତଳେ ଦୃଷ୍ଟିଗୋଚର ହୋଇଥାଏ। ସର୍ବେକ୍ଷଣ ଖନନ ପ୍ରକ୍ରିୟା ଦ୍ୱାରା ଏହା ଲୋକଲୋଚନକୁ ଆସିଥାଏ। ତ ଆମେ ଦେଖିବାକୁ ଗଲେ ପୁରାତାତ୍ତ୍ୱିକ ଅବଶେଷକୁ ଆମେ ଅଧ୍ୟୟନ କରିବାକୁ ବୁଝୁ। ମାଟି ତଳେ ବା ମାଟି ଭିତରେ ବା ଉପରେ ମଧ୍ୟ ଥାଏ। ଏହା ସର୍ବେକ୍ଷଣ ଖନନ ପ୍ରକ୍ରିୟା ଦ୍ୱାରା ଲୋକମାନଙ୍କ ପାଖକୁ ଆସିଥାଏ। ଏହା ଖନନ ପ୍ରକ୍ରିୟା ଦ୍ୱାରା ଲୋକଲୋଚନକୁ ଆସିଥାଏ। ତ ମୋତେ କହ ଯେ ASI କେବେ ଗଠନ ହୋଇଥିଲା? ଆର୍କୋଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ। ଏବଂ କାହା ସମୟରେ ହୋଇଥିଲା? ନା ଆର୍କୋଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ 1861ରେ ହୋଇଥିଲା ଏବଂ ଏହା ଆଲେକ୍ଜାଣ୍ଡାର କଲିଂହାମ୍ କରିଥିଲେ। ତା ସହ ASB ଆର୍କୋଲୋଜିକାଲ ସର୍ଭେ ଅଫ୍ ବେଙ୍ଗଲ କିଏ କରିଥିଲେ? ନା ସାର୍ ୱିଲିୟମ୍ ଜୋନ୍ସ 1784 ମସିହାରେ କରିଥିଲେ। ଏବଂ AISIର ସଭାପତି କିଏ ଥିଲେ? ନା 1905ରେ ଲର୍ଡ଼ କର୍ଜନ ଥିଲେ। ଅଭିଲେଖ ବା ପୁରାଲେଖର ଅଧ୍ୟୟନକୁ କ'ଣ କୁହାଯାଏ? ଅଭିଲେଖ ତତ୍ତ୍ୱ, ଇପିଗ୍ରାଫି କୁହାଯାଏ। ମୁଦ୍ରା ଅଧ୍ୟୟନକୁ କ'ଣ କୁହାଯାଏ? ନା ମୁଦ୍ରା ତତ୍ତ୍ୱ ବା ନୁମିସ୍ମେଟିକ୍ ବୋଲି କୁହାଯାଇଥାଏ। ଇଂଲିଶରେ ବି ପଡ଼ିଯାଇପାରେ, ତୁମେମାନେ ଟିକେ ଧ୍ୟାନ ଦେବ। ତାପରେ ଏହିଭଳି ଭାବରେ ପ୍ରତ୍ନତାତ୍ତ୍ୱିକ ଉପାଦାନ 1784ରେ ASI, ଏହା ତୁମର କ୍ୱେଶ୍ଚିନ୍ ଆସିଛି ପୂର୍ବବର୍ଷ 2022ରେ, ଯେ ASI କିଏ ଗଠନ କରିଥିଲେ? ସାର୍ ୱିଲିୟମ୍ ଜୋନ୍ସ 1784 ମସିହାରେ। ସେହିପରି ଆମେମାନେ ଦେଖିପାରିବା ପ୍ରତ୍ନତାତ୍ତ୍ୱିକ ଉପାଦାନ ମଧ୍ୟରେ ଅଭିଲେଖ ହେଲା, ମୁଦ୍ରା ହେଲା, ଯାହାକି ଖନନ ଦ୍ୱାରା ମିଳିଥାଏ। କୀର୍ତ୍ତିସ୍ତମ୍ଭ ହେଲା, କଳା ହେଲା, ସ୍ଥାପତ୍ୟ ହେଲା, ପ୍ରତ୍ନତାତ୍ତ୍ୱିକ ଖନନ।
ତ ପ୍ରଥମେ ଦେଖିବା ଯେ ଶିଳାଲେଖ। ଶିଳାଲେଖ କହିଲେ କ'ଣ ବୁଝ ନା, ଶିଳାଲେଖ କହିଲେ ଆମେ ବୁଝୁ ପ୍ରସ୍ତର ହେଲା, ପଥର ହେଲା, ସ୍ତମ୍ଭ ହେଲା। ସ୍ତମ୍ଭ ଗୁଡ଼ିକ ଯେଉଁ ଥାଏ ନା, ମନ୍ଦିର କାନ୍ଥ ହେଲା, କାନ୍ଥ ଗୁମ୍ଫା ହେଲା, ତାମ୍ର ଫଳକ ହେଲା, ତାମ୍ରର ଫଳକ ଗୁଡ଼ିକ ଥାଏ। ପ୍ରାଚୀନ ଲିପିରେ ଲେଖାଯାଇଥିବା ବିଷୟକୁ ବୁଝାଇଥାଏ। ସେଗୁଡ଼ିକ ପ୍ରାଚୀନ ଭାବରେ ଲେଖାଯାଇଥାଏ ପ୍ରାଚୀନ ଲିପିରେ। ଏହାର ଅଧ୍ୟୟନକୁ କ'ଣ କୁହାଯାଏ ନା, ଏପିଗ୍ରାଫି ବା ପୁରାଲେଖ ତତ୍ତ୍ୱ ବୋଲି କୁହାଯାଏ। ଏହା ମଧ୍ୟ ତୁମର 2ରୁ 3 ଥର କ୍ୱେଶ୍ଚିନ୍ ଆସିସାରିଛି, ତୁମେମାନେ ଟିକେ ଧ୍ୟାନ ଦେବ। ଅଭିଲେଖରେ ଅତୀତ ଘଟଣାମାନ ପ୍ରତିଫଳିତ ହୋଇଥାଏ। ରାଜବଂଶର ବଂଶାବଳୀ ଓ ପରିଚୟ ତଥା ଶାସନକାଳ, ରାଜ୍ୟଜ, ଶାସନ ବ୍ୟବସ୍ଥା, ଧର୍ମନୀତି ଏସବୁ ଆମେ ଦେଖିପାଉ ଅଭିଲେଖରେ। ତ ଗୋଟେ ରାଜା ଯଦି ଶାସନ କଲା, ତାହା ସେ ଅଭିଲେଖରେ ଥିବ ନା, ସେ କିଭଳି ଶାସନ କରୁଥିଲା, ରାଜ୍ୟଜ ହେଲା, ତା'ର ଶାସନକାଳ ହେଲା, ଧର୍ମନୀତି ହେଲା, ସମସାମୟିକ ସମାଜ ଅର୍ଥନୀତି ହେଲା, ଅବସ୍ଥା ଉପରେ ଅଭିଲେଖମାନ ଆଲୋକପାତ କରିଥାନ୍ତି। ଅଭିଲେଖକୁ ଉପାଦାନ ଭାବେ ଗ୍ରହଣ କରିବା ସମୟରେ ମୁଖ୍ୟତଃ 3ଟି ଦିଗ ପ୍ରତି ଧ୍ୟାନ ଦେବାକୁ ପଡ଼ିଥାଏ। ପ୍ରଥମେ ହେଲା ମିଳିଥିବା ସ୍ଥାନ, ତା'ର ଅଧ୍ୟୟନ ଏବଂ ତା'ର ବ୍ୟାଖ୍ୟାକୁ ଧ୍ୟାନ ଦେବାକୁ ପଡ଼ିଥାଏ। ତାପରେ ଆଉ ଗୋଟେ ହେଲା ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ଯେ ଅଶୋକଙ୍କ ସମୟରେ ଅଭିଲେଖ ଗୁଡ଼ିକ ମୁଖ୍ୟତଃ ବ୍ରାହ୍ମୀ ଲିପିରେ ଲେଖାଯାଉଥିଲା ଏବଂ ଅଭିଲେଖ ଗୁଡ଼ିକ ଖରସ୍ତୀ ଲିପି, ଗ୍ରୀକ୍ ଓ ଆରବୀୟ ଲିପି ମଧ୍ୟ ବ୍ୟବହାର କରିବା। ମୁଖ୍ୟତଃ ବ୍ରାହ୍ମୀ ଲିପି ଦେଖିବାକୁ ମିଳିଥାଏ। ଏଗୁଡ଼ିକ ପ୍ରକୃତ ଭାଷାରେ ଲିଖିତ। ବ୍ରାହ୍ମୀ ଲିପି ଏବଂ ପ୍ରକୃତ ଭାଷା। 2ୟ ଶତାବ୍ଦୀରୁ ଅଭିଲେଖ ଗୁଡ଼ିକ ସଂସ୍କୃତ ଭାଷାର ବ୍ୟବହାର ଦେଖିବାକୁ ମିଳେ, କିନ୍ତୁ 2nd ସେଞ୍ଚୁରୀ ବେଳକୁ କ'ଣ ହୋଇଥିଲା ନା, ସଂସ୍କୃତ ଭାଷାର ବ୍ୟବହାର ଦେଖିବାକୁ ଆମେ ପାଇଥାଉ। ହରପ୍ପା ସଭ୍ୟତାର ମିଳିଥିବା ମୋହର ଗୁଡ଼ିକରେ କିଛି ଦୃଷ୍ଟିଗୋଚର ଯାହାକି ଏପର୍ଯ୍ୟନ୍ତ ପାଠ କରାଯାଇ ପାରିନାହିଁ। ହରପ୍ପାର ଲିପି ଯେଉଁ ରହିଛି ତାକୁ ଆମେ ପଢ଼ିପାରୁନାହୁଁ, ତା'ର ଭାଷାକୁ। ପ୍ରାଚୀନ ଭାରତ ଇତିହାସ ଅଧ୍ୟୟନ ପାଇଁ ଅଭିଲେଖ ଗୁରୁତ୍ୱପୂର୍ଣ୍ଣ ଅଟେ। ତ ଅଭିଲେଖରେ ପ୍ରଶସ୍ତିମାନଙ୍କର ରାଜାଙ୍କର ଗୁଣଗାନ ଥାଏ। ଏହି ଗୁଣଗାନ ସହିତ ରାଜାଙ୍କର ବଂଶ ପରିଚୟ, ଶାସନ ହେଲା, ରାଜ୍ୟଜୟ ହେଲା ବିଷୟରେ ମଧ୍ୟ ସୂଚନା ମିଳିଥାଏ। ଏହାର ମୁଖ୍ୟ ଉଦାହରଣ ହେଉଛି ପ୍ରୟାଗ ପ୍ରଶସ୍ତି। ନା, ପ୍ରୟାଗ ପ୍ରଶସ୍ତି କାହା ସମୟରେ? ସମୁଦ୍ରଗୁପ୍ତଙ୍କ ରାଜାଙ୍କ ସମ୍ପର୍କରେ ଥାଏ। କିଏ ଲେଖିଥିଲେ ନା, ହରିଶଣ ଲେଖିଥିଲେ। ଏହା ମଧ୍ୟ ତୁମର 2ରୁ 3 ଥର କ୍ୱେଶ୍ଚିନ୍ ଆସିସାରିଛି ଯେ ପ୍ରୟାଗ ପ୍ରଶସ୍ତି କେଉଁ ରାଜାଙ୍କ ବିଷୟରେ ବର୍ଣ୍ଣିତ ଏବଂ କିଏ ଲେଖିଥିଲେ। ଏଥିରେ ସମୁଦ୍ରଗୁପ୍ତଙ୍କ ସିଂହାସନ ଆରୋହଣ ହେଲା କି ରାଜ୍ୟଜ, ଧର୍ମନୀତି ବିଷୟରେ ଆଲୋକ ତଥ୍ୟ, ଅନେକ ତଥ୍ୟ ରହିଛି। ନାସିକ ଅଭିଲେଖ, ହାତୀଗୁମ୍ଫା ଅଭିଲେଖ ଓ ହେଲ ପ୍ରଶସ୍ତି ଲେଖ ମଧ୍ୟ ଶ୍ରେଣୀଭୁକ୍ତ ଅଟେ। ଅନେକ ଅଭିଲେଖରେ ଧର୍ମ ବିଷୟରେ ବର୍ଣ୍ଣନା କରାଯାଇଛି। ଅଶୋକଙ୍କ ଅନେକ ଶିଳାଲେଖ ତାଙ୍କ ପ୍ରଣୀତ ଧର୍ମ ଉପରେ ଆଧାରିତ ଅଟେ। ତା ସହିତ କେତେକ ଅଭିଲେଖରେ ଶାସନ ବ୍ୟବସ୍ଥା ବିଷୟରେ ମଧ୍ୟ ବର୍ଣ୍ଣନା କରାଯାଇଛି। ଭୁବନେଶ୍ୱର ନିକଟସ୍ଥ ଧଉଳି ହେଲା, ଗଞ୍ଜାମର ଜୌଗଡ଼ ହେଲା, ଏହିସବୁ ଦେଖିବାକୁ ମିଳିଥାଏ। ଅଶୋକଙ୍କ ଶାସନ ନୀତି ବିଷୟରେ ସୂଚନା ମିଳିଥାଏ। ପ୍ରାଚୀନ ଭାରତର ଅଭିଲେଖରୁ ଆମେ ଦେଖିବାକୁ ପାଉ ତାମ୍ର ଫଳକରେ ଭୂମିଦାନ ହଉ। ଭୂମିଦାନ କହିଲେ କ'ଣ ବୁଝ ନା, ଭୂମିଦାନ ଅଭିଲେଖ ଯେ ସେଥିରେ କ'ଣ ରାଜା ଯେତେ ଭୂମି ପ୍ରଦାନ କଲେ, ତାଙ୍କର ନାମ ହେଲା, ସମୟ ହେଲା, ଏଥିରେ ଅର୍ଥନୈତିକ ଅବସ୍ଥା ପ୍ରତିଫଳନ ହୋଇଥାଏ। ଅର୍ଥାତ୍ ତତ୍କାଳୀନ ସମୟର ଅର୍ଥ ବ୍ୟବସ୍ଥା କିପରି ଥିଲା। ଓଡ଼ିଶାର ଏହି ପ୍ରକାର ଅଭିଲେଖ ବହୁଳ ଭାବରେ ଦେଖିବାକୁ ମିଳେ, ଯାହାକି ଶୈଲୋଦ୍ଭବ ହେଲା, ଭୈମକର ବଂଶ ହେଲା, ସୋମବଂଶ ହେଲା, ଗଙ୍ଗବଂଶ ହେଲା, ସୂର୍ଯ୍ୟବଂଶର ରାଜାମାନଙ୍କ ଇତିହାସ ମୁଖ୍ୟତଃ ଏଥିରେ ଆମେ ଦେଖିବାକୁ ପାଇଥାଉ। ତ ପଞ୍ଚମାର୍କ କଏନ୍ କାହା ସମୟରେ ପ୍ରଚଳିତ ଥିଲା ନା, ଏହା ମୌର୍ଯ୍ୟ ଶାସନ ସମୟରେ ପ୍ରଚଳିତ ଥିଲା। ତ ଭୂମିଦାନ ଅଭିଲେଖରୁ ମିଳିଥାଏ। କେତେକ ଅଭିଲେଖରେ ରାଜାଙ୍କର ଆଦର୍ଶ ବର୍ଣ୍ଣନା। ଏହା ମଧ୍ୟ ତୁମର ଗୋଟେ କ୍ୱେଶ୍ଚିନ୍ ଆସେ ଯେ ହର୍ଷବର୍ଦ୍ଧନଙ୍କର ଅଭିଲେଖ କ'ଣ କ'ଣ? ମଧୁବନ ଏବଂ ବଂଶଖେରା, ମଧୁବନୀ ବଂଶଖେରା ଅଭିଲେଖ ଦେଖିବାକୁ ମିଳିଥାଏ ହର୍ଷବର୍ଦ୍ଧନଙ୍କର ସମୟରେ। ଅନ୍ୟ କେତେକ ଅଭିଲେଖ ଉତ୍ସର୍ଗୀକୃତ ହେଲା, ଦାନ ହେଲା, ସ୍ମାରକୀ ହେଲା, ଏସବୁ ଦେଖିବାକୁ ପାଉ। ତତ୍ ସହିତ ଏଥିରେ କିଛି ନିର୍ଦ୍ଦିଷ୍ଟ ନିର୍ମାଣ ତଥା ମନ୍ଦିର ତିଆରି ହେଲା, ସେବା ହେଲା, ପୂଜା ହେଲା ସମ୍ବନ୍ଧୀୟ ବ୍ୟବସ୍ଥା ବିଷୟରେ ଆମେ ସୂଚନା ପାଇଥାଉ। ତାପରେ ଆସିଲା ମୁଦ୍ରା। ମୁଦ୍ରା ମଧ୍ୟ ଆମେ ଖନନ ପ୍ରକ୍ରିୟା ଦ୍ୱାରା ଆମେ ପାଇଥାଉ। ତ ଏହା ମଧ୍ୟ ଗୋଟିଏ ପ୍ରତ୍ନତାତ୍ତ୍ୱିକ ଉପାଦାନ। ପ୍ରାଚୀନ ଭାରତର ଇତିହାସ ଜାଣିବା ପାଇଁ ଆମେ ମୁଦ୍ରାର ଅଧ୍ୟୟନ କରିବା। ମୁଦ୍ରାରୁ ତ ଆମେମାନେ କ'ଣ ଜାଣୁ? ଇକୋନୋମିକ୍ ଷ୍ଟାଣ୍ଡାର୍ଡ଼ ଦେଖୁ, ତାହା କିପରି ଗୋଲ୍ଡ ନା ସିଲଭର ନା ଆଉ କ'ଣ, ତା'ର ଲାଙ୍ଗୁଏଜ୍ ଦେଖିପାରୁ, ତା'ର ଟେରିଟୋରିଆଲ ଏକ୍ସପାନ୍ସନ୍ ଦେଖିପାରିବା, କେତେ ଦୂର ପର୍ଯ୍ୟନ୍ତ ତା'ର ସାମ୍ରାଜ୍ୟ ବିସ୍ତାର ଥିଲା, କେଉଁ ରାଜା ଥିଲେ, ବହୁତ ଜିନିଷ ଆମେ ଜାଣିପାରିବା ଗୋଟେ ମୁଦ୍ରାରୁ।
तार टाइम पीरियड मध्य जापर मुद्रार बर्तमान आम जहाँ मुद्रा देखो तुम मैंने मुद्रा को देखिए इमेजिन कर तो पीएमसी पंचमार्क कॉइन क्या समय प्रचलित होता छापायुक्त चंद्रगुप्त मौर्य मौर्य वंश समय प्रचलित होता यह तुम 2 ରୁ 3 थर क्वेश्चन आसी सारी। तो सामाजिक अर्थनैतिक राजनैतिक अवस्था जानू विभिन्न समय राजा मैंने नाना प्रकार मुद्रा प्रचलन करुले छापायुक्त मुद्रा कथा कहवा जहाँकि प्राचीन मुद्रा भाव में प्रचलित एथिरे केतेक चित्र चिन्ह देखा मिलता है। यही छापायुक्त मुद्रारे पुणी आम कौन कौन देखा पाऊ बहुत गुड़े चिन्ह देखा पाऊ। चतुर्थ ख्रीष्टाब्द शतकरी यही मुद्रार प्रचलन थिला 4th सेंचुरी इंडो ग्रीक शासन समय केवल मुद्रा को प्रमुख उपादान भाव में ग्रहण करा जाए। भारत अनेक रोमियो मुद्रा मिली जहाँकि भारत रोम मध्य व्यवसाय वाणिज्य सूचना देता है। गुप्त युगर नाना प्रकार मुद्रा इतिहास अनेक दिग उन्मोचन करता है। तापर गोटे इंपोर्टेंट क्वेश्चन तुम आसूसी जे प्रथम चंद्रगुप्त समय क्यों मुद्रा प्रचलन थिला ना राजा राणी मुद्रा थिला जहाँ तुम क्वेश्चन आसी मुझे हाइलाइट कर देने निश्चित भाव में तुम बुक रे हाइलाइट कर पार ना तुम मैंने नोट कर पार। एथिरे राजा प्रथम चंद्रगुप्त और राजा कुमार देवी छवि देखा मिलता है। ये प्रथम चंद्रगुप्त राजा राणी मुद्रा प्रथम चंद्रगुप्त राणी किए थे कुमार देवी। तापर समुद्रगुप्त मुद्रा वीणावादन चित्र अश्वमेध चित्र व्याघ्रपुराभूत चित्र देखा मिली थाए। तो गुप्त युग स्वर्ण मुद्रार बहुल परिमाण प्रचलित थिला। अर्थनैतिक समृद्धि विषय में मुद्रार जानू ता सहित स्वर्णर परिमाण अर्थनैतिक अवस्था है तत्कालीन समय साम्राज्य विस्तार है तथा धर्म पोशाक लिपि मध्य आम अनेक गुड़े चित्र देखा पाइबा से मुद्रा गोटे गुरुत्वपूर्ण उपादान आम कहीपर। तापर आसला कीर्तिस्तंभ कथा जदि आम कहवा ताहेले कौन कौन कीर्ति रही स्तंभ रही विभिन्न वंशर राजा मैंने ऐतिहासिक कीर्तिस्तंभ मान स्थापन करते भिन्न भिन्न राजा भिन्न भिन्न समय स्तंभ मान करते। तो अशोक समय कौन होता ना कीर्तिस्तंभ मान मध्य सारनाथ कीर्तिस्तंभ शीर्ष भाग आम जातीय चिन्ह आम देखा पाइबा ना सारनाथ कीर्तिर मध्ययुग कीर्तिस्तंभ मध्य चित्तौर कीर्तिस्तंभ दिल्ली कुतुब मीनार देवगिरी चांद मीनार तुम मैंने गूगल मैप रू तुम मैंने देखिपार युड़िक मोबाइल रखिछ से देखिपार ना युड़िक चित्र मान बर्तमान रही। कला और स्थापत्य इतिहास सहित कला स्थापत्यर गोटे संपर्क रही। हरप्पा सभ्यतार नगर गठन प्रणाली को देखा तार गृह प्रणाली है महेंजोदारो स्नानागार है या गोटे क्वेश्चन आसे महेंजोदारो कौन अच्छी ना बृहत स्नानागार रही। तापर आसला से सामाजिक जीवन अध्ययन करने संभवपर होता है तासह तूप विहार चैत्य गृह बौद्ध धर्मर विकास सूचना देता है। एगुड़िक बौद्ध स्थापत्य निदर्शन। तो मध्य प्रदेश रे शांतिठारे गोटे स्तूप रही जहाँकि प्रधान कीर्तिस्तंभ यह तुम गोटे क्वेश्चन आस मध्य प्रदेश शांति कौन अच्छे गोटे स्तूप रही। प्राचीन भारत में अनेक स्थान में मंदिर मान गढ़ उठी। तापर तुम मान प्रश्नटी 1921 महेंजोदारो ना 1922 महेंजोदारो केउटा हरप्पा केउटा महेंजोदारो किए कौन आविष्कार करथिला कमेंट सेक्शन रे जणाओ। आम परवर्ती वीडियो रे आलोचना करबा हरप्पा सभ्यता संपर्क रे तेणु तुम मैंने से क्वेश्चन टी निश्चित भाव में कमेंट करो आंसर टी। तो एमानक मध्य तेगवार विष्णु मंदिर देवगढ़ दशावतार मंदिर नाचनकुतार शिव मंदिर यह तुम मैंने फोटो रे मध्य देखिपार गूगल मैप रू तुम मैंने टाइप करिकी जावा है काम्बोडिया है प्रकांड है मंदिर मानक मध्य संस्कृति उपर आलोकपात करिथांती। प्राग ऐतिहासिक युगर गुंफा कांथरे विभिन्न प्रकार चित्रकला देखा मिलता है। मध्य प्रदेश भीमबेटका है यह गोटे क्वेश्चन आसे मध्य प्रदेश कौन रही भीमबेटका रही तत्सहित उल्लेखनीय गुंफा देखा आम पाऊ। तासह हरप्पा सभ्यता विभिन्न प्रकार वस्तुर कलार प्रतिफलन थाए। सांची है सारनाथ है ललितगिरी उदयगिरी बौद्ध स्थापत्य देखा मिलता है। तासह जैन कलाकृति क्योंकि देखा मिले भुवनेश्वर निकटस्थ खंडगिरी उदयगिरी कर्णाटक श्रवणबेलगोला महाराष्ट्र एलोरा है महाराष्ट्र एलोरा राजस्थान दिलोरा यह गोटे गोटे इंपोर्टेंट क्वेश्चन कर्णाटक श्रवणबेलगोला जैन कलात्मक कृति देखा मिलता है। मंदिर मुख्य देवादेवी मंदिर कांतरे विभिन्न मूर्ति से परिधान पारिपाटी भारतीय कलार एक निखुण परिप्रकाश कहले अत्युक्ति हेब नहीं। तेणु कला और स्थापत्य नीरव कीर्तिराजर गाथा को वर्णना करता है।
ପ୍ରତ୍ନତାତ୍ତ୍ୱିକ ଖନନ ତ ଅନେକ ସ୍ଥାନରେ ଖନନ ପ୍ରକ୍ରିୟା ଦ୍ୱାରା ମାଟି ତଳୁ ବିଭିନ୍ନ ପ୍ରାଚୀନ ଦ୍ରବ୍ୟର ଆବିଷ୍କାର କରାଯାଇଛି। ଏହି ଦ୍ରବ୍ୟଗୁଡ଼ିକର ଅଧ୍ୟୟନ ଦ୍ୱାରା ଅନେକ ଐତିହାସିକ ତଥ୍ୟ ମଧ୍ୟ ମିଳିପାରିଛି। ଖନନ ଦ୍ୱାରା ଭିନ୍ନ ଭିନ୍ନ ଆମେ ଦେଖିପାରିବା ଜିନିଷ ଗୁଡ଼ିକ। କେବଳ ପ୍ରତ୍ନତାତ୍ତ୍ୱିକ ଖନନ ଦ୍ୱାରା ହରପ୍ପା ସଭ୍ୟତା କେତେକ ସହର ଆବିଷ୍କାର ହୋଇନଥିଲା, ଅନେକ ଗୁଡ଼ିଏ ଦେଖିବାକୁ ପାଇବା। ଭୁବନେଶ୍ୱର ନିକଟସ୍ଥ ଶିଶୁପାଲଗଡ଼ ହେଲା, ଉଦୟଗିରି, ଖଣ୍ଡଗିରି ହେଲା। ପ୍ରତ୍ନତାତ୍ତ୍ୱିକ ଖନନ ପ୍ରାଚୀନ ଓଡ଼ିଶାର ଅନେକ ଐତିହାସିକ ତଥ୍ୟ ମଧ୍ୟ ପ୍ରଦାନ କରିଥାଏ। ଖନନ ଦ୍ୱାରା ଆମେ କ'ଣ ପାଇବା? ଧ୍ୱଂସାବଶେଷ, ମୃତ୍ପାତ୍ର ହେଲା, ମୁଦ୍ରା ହେଲା, ଅଳଙ୍କାର ହେଲା, ମୋହର ହେଲା, ନାନା ପ୍ରକାର ମୂର୍ତ୍ତି ମିଳିଥାଏ। ଏଗୁଡ଼ିକ ଇତିହାସର ନାନା ଦିଗ ଉପରେ ଆଲୋକପାତ କରିଥାଏ। ତା ସହିତ ତାପରେ ଆମେ ଦେଖିବା ସେକେଣ୍ଡରେ ସାହିତ୍ୟିକ ଉପାଦାନ ସମ୍ପର୍କରେ। ଭାରତୀୟ ଇତିହାସର ଅଧ୍ୟୟନ ପାଇଁ ଅନେକ ଉପାଦେୟ ସାହିତ୍ୟିକ ରଚନା ରହିଛି। ଏଗୁଡ଼ିକ ଭାରତର ବିଭିନ୍ନ ସମୟର ରାଜନୈତିକ ହେଲା, ସାମାଜିକ, ଧାର୍ମିକ, ସାଂସ୍କୃତିକ ଅବସ୍ଥାକୁ ଚିତ୍ର ପ୍ରଦାନ କରିଥାଏ। ଏତଦ୍ ବ୍ୟତୀତ ଅନେକ ପରିବ୍ରାଜକ ବିବରଣୀ ମଧ୍ୟ ଦେଖିବାକୁ ଆମେ ପାଇଥାଉ। ତାପରେ ଆସିଲା ଧର୍ମ ସାହିତ୍ୟ। ଧର୍ମକୁ କେନ୍ଦ୍ର କରି ଯେଉଁ ସାହିତ୍ୟ ରଚନା କରାଯାଇଥାଏ ତାହାକୁ କ'ଣ କୁହାଯାଏ? ଧର୍ମ ସାହିତ୍ୟ କୁହାଯାଏ। ଧର୍ମ ସାହିତ୍ୟରେ ଆମେ କ'ଣ କ'ଣ ଦେଖିବାକୁ ପାଇବା? ବେଦ, ରାମାୟଣ, ମହାଭାରତ ଏସବୁ ଦେଖିପାରିବା ଧର୍ମ ସାହିତ୍ୟରେ। ଯେ ଧର୍ମ ସାହିତ୍ୟରେ ବେଦର ସ୍ଥାନ ଅତ୍ୟନ୍ତ ଉଚ୍ଚରେ ରହିଛି। ବେଦକୁ 4 ଭାଗରେ ବିଭକ୍ତ କରାଯାଇଛି। ଏହା ମଧ୍ୟ ପ୍ରଶ୍ନ ଆସୁଛି, ପ୍ରାଚୀନତମ ବେଦ କ'ଣ? ଋଗ୍ବେଦ। ଋକ୍, ସାମ, ଯଜୁ, ଅଥର୍ବ ବେଦ 4ଟି ବେଦ ରହିଛି। ଋଗ୍ବେଦରେ ଅନେକ ସ୍ତୋତ୍ର ରହିଛି, ମନ୍ତ୍ର ରହିଛି ଏବଂ ଅଥର୍ବ ବେଦରେ ଗୁଣିଗାରେଡ଼ି ରହିଛି। ସାମ ବେଦରେ ଗୀତ ସମ୍ପର୍କରେ ରହିଛି। ଋଗ୍ବେଦରେ ମନ୍ତ୍ର ରହିଛି। ବିଭିନ୍ନ ବେଦ ଧର୍ମ, ସମାଜ ବ୍ୟବସ୍ଥା, ଶାସନ ବ୍ୟବସ୍ଥା ପ୍ରଭୃତି ଇତିହାସର ଅନେକ ଦିଗ ରୂପରେ ସୂଚନା ପ୍ରଦାନ କରିଥାଏ। ଧର୍ମ ହେଲା, ସମାଜ ହେଲା, ଶାସନ ହେଲା, ବ୍ୟବସ୍ଥା ଭିନ୍ନ ଭିନ୍ନ ଦିଗ ପ୍ରତି ସୂଚନା ପ୍ରଦାନ କରିଥାଏ। ଆର୍ଯ୍ୟମାନଙ୍କର ବସତି ଜାଣିବାକୁ ପାଇଥାଉ। ସେମାନଙ୍କର ଉଦ୍ଭାବ, ଜ୍ଞାତି ସମ୍ପର୍କରେ ମଧ୍ୟ ସମାଜରେ ଥିବା ନାରୀର ସ୍ଥାନ ହେଲା, ଖାଦ୍ୟ ହେଲା, ପେୟ ହେଲା, ଖାଦ୍ୟପେୟ ହେଲା, ବର୍ଣ୍ଣ ବ୍ୟବସ୍ଥା ହେଲା, କୃଷି ହେଲା, କର୍ମ ହେଲା, ପୂଜା ପଦ୍ଧତି ହେଲା, ସଭା ସମିତି ହେଲା। 3ଟି ଧର୍ମ ମୁଖ୍ୟତଃ ଦେଖିବାକୁ ପାଇବା, ହିନ୍ଦୁ, ବୌଦ୍ଧ ଏବଂ ଜୈନ ଧର୍ମ ସମ୍ପର୍କରେ। ତା ସହିତ ବେଦ ବିଦ୍ରୁ ଆଇଛି। ବିଦ୍ର ଅର୍ଥ ହେଲା ଜ୍ଞାନ, ଯାହାକୁ ଶୁଣି ଶୁଣି ମନେ ରଖେ, ତେଣୁ ଏହାକୁ ଶ୍ରୁତି ମଧ୍ୟ କୁହାଯାଇଥାଏ। ଏ ବିଷୟରେ ଆମେ ଜାଣିବାକୁ ଚାହୁଁ। ବେଦାଙ୍ଗ 6 ଭାଗରେ ବିଭକ୍ତ। ବେଦାଙ୍ଗ 6ଟି ରହିଛି, ଶିକ୍ଷା, କଳ୍ପ, ନିରୁକ୍ତ, ଛନ୍ଦ, ଜ୍ୟୋତିଷ, ବ୍ୟାକରଣ ରହିଛି। ଉପନିଷଦରୁ ଆମେ କ'ଣ ଜାଣିବାକୁ ପାଉ? ଏହା ମଧ୍ୟ ଗୋଟେ କ୍ୱେଶ୍ଚନ୍ ଆସିଛି। ଉପନିଷଦରୁ ଦାର୍ଶନିକ ଆଧ୍ୟାତ୍ମିକ ତଥ୍ୟ ଆମେ ପାଇଥାଉ। ଏହା ମଧ୍ୟ ମାନେ ଟିକେ ଲେଖିଦେବ। ବୈଦିକ ସାହିତ୍ୟରେ 3ଟି ସୂତ୍ର ଦେଖିବାକୁ ପାଇଥାଉ। ସେଗୁଡ଼ିକ ହେଲା କଳ୍ପସୂତ୍ର, ଗୃହସୂତ୍ର ଏବଂ ଧର୍ମସୂତ୍ର। 2ଟି ମହାକାବ୍ୟ ରହିଛି। ଏହା ମଧ୍ୟ ଏଥିରୁ ମଧ୍ୟ ତୁମମାନଙ୍କର ବୋର୍ଡ଼ରେ ଆସିଛି ଯେ ରାମାୟଣ, ମହାଭାରତ। ରାମାୟଣ ରଚୟିତା ବାଲ୍ମୀକି, ମହାଭାରତ ହେଲେ ବ୍ୟାସ। ରାମାୟଣରେ କ'ଣ ରହିଛି? ସମାଜର ନୈତିକ ଚିନ୍ତାଧାରା, ସାମାଜିକ ରାଜନୈତିକ ଅବସ୍ଥା ବିଷୟରେ ଆଲୋକପାତ କରିଛନ୍ତି। ରାମଚନ୍ଦ୍ରଙ୍କର ବନବାସ ହେଲା, ରାମ ରାବଣ ସଂଘର୍ଷ ହେଲା, ରାମଙ୍କର ବିଜୟ ଉପରେ ରାବଣଙ୍କର କଥାବସ୍ତୁ ପର୍ଯ୍ୟବେସିତ ରହିଛି। ତତ୍ ସହିତ ବ୍ୟାସ ମହାଭାରତରେ ରହିଛି କୌରବ ପାଣ୍ଡବ ମଧ୍ୟରେ ଥିବା ସଂଘର୍ଷ, କୂଟନୀତିକ, ଧର୍ମର ଜୟ, ଧର୍ମର ପରାଜୟ ଏସବୁ ରହିଛି। ରାମାୟଣରେ 7ଟି କାଣ୍ଡ ଥିବାବେଳେ ମହାଭାରତୀ 18ଟି ପର୍ବ ରହିଛି। ଟିକେ ସ୍ପିଡ଼ ହେଇଯାଉଥିବ, ତୁମେ ଟିକେ ଦେଖିବ, କାହିଁକିନା ଭିଡ଼ିଓଟି 50ରୁ 60 ମିନିଟ୍ ହେଇଯିବ। ମୁଁ ଭାବୁଛି 40 ମିନିଟ୍ ମଧ୍ୟରେ ସବୁ ଫିନିଶ୍ କରିବା ପାଇଁ। ତାପରେ 18ଟି ପୁରାଣ ରହିଛି। ତା ମଧ୍ୟରୁ କ'ଣ କ'ଣ ନା ବାୟୁ ପୁରାଣ, ବତ୍ସ ପୁରାଣ, ବିଷ୍ଣୁ ପୁରାଣ। ମତ୍ସ୍ୟ ପୁରାଣ ହେଉଛି ସର୍ବପ୍ରାଚୀନ ପୁରାଣ, ସର୍ବପ୍ରାଚୀନ ପୁରାଣ। ଏଥିରେ ଅନେକ ନାମ ରହିଛି ଯାହାକି ପ୍ରାଚୀନ ଭୌଗୋଳିକ ଅବସ୍ଥା ମଧ୍ୟ ସୂଚନା ଦେଇଥାଏ। ତାପରେ ଆସିଲା ବୌଦ୍ଧ ଧର୍ମ ଦ୍ୱାରା ଇତିହାସର ଅନେକ ତଥ୍ୟ ଆମେ ଦେଖିବାକୁ ପାଇଥାଉ। ବୌଦ୍ଧ ଧର୍ମର ପବିତ୍ର ଗ୍ରନ୍ଥ କ'ଣ? ତ୍ରିପିଟକ। ଏହା ମଧ୍ୟ କ୍ୱେଶ୍ଚନ୍ ଆସିଛି, ତ୍ରିପିଟକ ପବିତ୍ର ଗ୍ରନ୍ଥ। ଏବଂ ଜୈନ ଧର୍ମର ହେଲା ତ୍ରିରତ୍ନ। ସୁତ୍ପିଟକ, ବିନୟ ପିଟକ, ଅଭିଧର୍ମ ପିଟକ ଯଥାକ୍ରମେ ବୌଦ୍ଧ ଧର୍ମର ନିୟମ, ସଂଘ, ଜୀବନ, ଦର୍ଶନ ଏସବୁ ରହିଛି। ସୁତ୍ପିଟକ ଅଙ୍ଗୁତ୍ତର ନିକାୟରେ କ'ଣ ରହିଛି ନା 16 ମହାଜନପଦ ବା 16 ମହାଜନପଦ ସମ୍ପର୍କରେ ଆମେ ଜାଣିବାକୁ ପାଇଥାଉ। ଅଙ୍ଗୁତ୍ତର ନିକାୟ ଖ୍ରୀଷ୍ଟପୂର୍ବ 6ଠ ଶତାବ୍ଦୀରେ ଗଢ଼ି ଉଠିଥିବା ମହାଜନପଦ ସମ୍ପର୍କରେ ଆଲୋଚନା କରିଥାଏ। ସୁତ୍ପିଟକର ଅଙ୍ଗୁତ୍ତର ନିକାୟ ସରିଗଲା ସେଥିରେ। ତାପରେ ଆସିଲା ଦୀପବଂଶ, ମହାବଂଶ, ବଦାନ, ମିଳିନ୍ଦପନ୍ନ। ଏହା କ'ଣ ନା ଏହା ବୌଦ୍ଧ ଧର୍ମର ଗ୍ରନ୍ଥ। ପଢ଼ି ଯାଇପାରି 2ଟି ଲେଖ ବୋଲି ଗ୍ରନ୍ଥର ନାଁ। ତା ସହ ଜୈନ ଆଚରଣଙ୍କ ସୂତ୍ର, କଳ୍ପସୂତ୍ର, ଗଙ୍ଗ ଉପାଙ୍ଗ, ହେମଚନ୍ଦ୍ରଙ୍କର କୁମାରପାଲ ଚରିତ
ଯାହାକି ପରିଶିଷ୍ଟ ପର୍ବଣରେ ଜୈନ ଧର୍ମ ସମ୍ପର୍କରେ ଆମେ ଜାଣିବାକୁ ଜୈନ ଧର୍ମର ଗ୍ରନ୍ଥ ତୁମେମାନେ ଲେଖିପାରିବ। ତାପରେ ଆସିଲା ଜୀବନ ଚରିତ୍ର। ଜୀବନ ଚରିତ୍ର ମଧ୍ୟ ଇତିହାସ ରଚନା କରିବା ପାଇଁ ସାହାଯ୍ୟ କରିଥାଏ। ଜୀବନ ଚରିତ୍ର ଅର୍ଥାତ୍ ଜଣେ ବ୍ୟକ୍ତିର ଜୀବନ ଇତିହାସ କହିପାରିବା ଆମେ। ତ ଜୀବନ ଚରିତ୍ର ଦ୍ୱାରା କେତେକ ରାଜାଙ୍କର ଆଦ୍ୟ ଜୀବନ ହେଲା, ତାଙ୍କର ସିଂହାସନ ଆରୋହଣ ହେଲା, ତାଙ୍କର ରାଜ୍ୟଜୟ ହେଲା, ଶାସନ ହେଲା, ଧର୍ମନୀତି ବିଷୟରେ ଆମେ ଜାଣିବାକୁ ପାଇଥାଉ। ଏହାଛଡ଼ା ସମସାମୟିକ ଅବସ୍ଥାର ଧାରଣା ହେଲା। ବାଣଭଟ୍ଟ କ'ଣ ରଚନା କରିଥିଲେ ନା ହର୍ଷଚରିତ ରଚନା କରିଥିଲେ। ତାପରେ ବିଲଣ କ'ଣ ରଚନା କରିଥିଲେ, ବିକ୍ରମାଙ୍କ ଦେବ ଚରିତ। ଜୟପାଲ ସିଂ କ'ଣ କୁମାରପାଲ ଚରିତ। ହର୍ଷଚରିତ କିଏ ରଚନା କରିଥିଲେ, ପୂର୍ବରୁ ଆସିଛି। ସଂଜ୍ଞାଚକ ଚନ୍ଦୀରୁ ମଧ୍ୟ କ୍ୱେଶ୍ଚିନ୍ ଆସିସାରିଛି। ଚାନ୍ଦ ବରୁରାଇରୁ ମଧ୍ୟ କ୍ୱେଶ୍ଚିନ୍ ଆସିସାରିଛି। ବିଶାଖା ଦତ୍ତରୁ ମଧ୍ୟ କ୍ୱେଶ୍ଚିନ୍ ଆସିସାରିଛି। ତାପରେ ଦେବୀ ଚନ୍ଦ୍ରଗୁପ୍ତଙ୍କରୁ ମଧ୍ୟ କ୍ୱେଶ୍ଚିନ୍ ଆସିଛି 2 ମାର୍କର। ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ସମୟରେ ସୂଚନା ପ୍ରଦାନ କରିছে ବିଶାଖା ଦତ୍ତ ମୁଦ୍ରା ରାକ୍ଷସ। ସେଥିରେ କ'ଣ ଅଛି, ଦେବୀ ଚନ୍ଦ୍ରଗୁପ୍ତ ଏ ଗୁପ୍ତ ବଂଶର ଦ୍ୱିତୀୟ ଚନ୍ଦ୍ରଗୁପ୍ତଙ୍କ ସମ୍ପର୍କରେ ଅଛି। ଭାଗବତୀ କ'ଣ ରଚନା କରିଥିଲେ, ଗୌଡ଼ବାହ। ଭାଗବତୀ ଗୌଡ଼ବାହ, ଯେଉଁଥିରେ କି ଯଶୋବର୍ମନଙ୍କ ବିଷୟରେ ଉଲ୍ଲେଖ ରହିଅଛି। ଆମେ ତୁମେମାନେ ଟିକେ ଦେଖିଦେବ। ତାପରେ ଆସିଲା ରାଜନୀତି ଶାସ୍ତ୍ର। ରାଜନୀତି ଶାସ୍ତ୍ରରୁ ଆମେ ମଧ୍ୟ ଜାଣିପାରିବା, ରାଜନୀତି ଶାସ୍ତ୍ର ମଧ୍ୟରେ କୌଟିଲ୍ୟଙ୍କ ଜୀବନା, ଅର୍ଥଶାସ୍ତ୍ର। ତ କୌଟିଲ୍ୟଙ୍କ ଅର୍ଥଶାସ୍ତ୍ର ରାଜନୈତିକ ବୁକ୍ରେ ଯିବ, ଯେଉଁଥିରେ କି 15ଟି ଅଧିକରଣ କହିଲେ ତୁମେମାନେ କ'ଣ ଚାପ୍ଟରକୁ ବୁଝିବ। ଚାପ୍ଟର 15ଟି ଚାପ୍ଟର ଥିଲା, ଯେଉଁଥିରେ କ'ଣ ଥିଲା, ରାଜ୍ୟର ଶାସନ ବ୍ୟବସ୍ଥା କିପରି କରାଯିବ, ପଡ଼ୋଶୀ ରାଜ୍ୟଙ୍କ ସହ କିପରି ସମ୍ପର୍କ ରଖାଯିବ, ତା ସହ ଯୁଦ୍ଧ ହେଲା, ନାନା ପ୍ରକାର ଆଇନ ହେଲା, ସେ ସମ୍ପର୍କରେ ମଧ୍ୟ ଅଛି। ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ଶାସନ ପଦ୍ଧତି ହେଲା ଅର୍ଥନୈତିକ ଅବସ୍ଥା ଉପରେ ଏହା ଆଲୋକପାତ କରିଥାଏ। ମନୁଙ୍କର ମନୁସ୍ମୃତି, ନାରଦଙ୍କର ନାରଦ ସ୍ମୃତି, କାମଣ୍ଡକଙ୍କର ନୀତିସାର ହେଲା। ଏହା ତୁମେମାନେ ଟିକେ ଭୂଗତରେ ଲେଖିଦେବ। 28ଟା ଭୂଗତରେ ତୁମମାନଙ୍କୁ ମୁଖସ୍ଥ କରିବା ପାଇଁ ପଡ଼ିବ, ନହେଲେ 3ରୁ 4 ମାର୍କ ଯେଉଁ ତୁମର ଆସୁଛି ସେଥିରେ ତୁମେ 0 ଆଣିବ। ମନୁସ୍ମୃତି, ନାରଦ ସ୍ମୃତି, କମଣ୍ଡର ନୀତିସାର, ପାଣିନିଙ୍କ ଅଷ୍ଟାଦୟ, ପତଞ୍ଜଳି ମହାଭାଷ୍ୟ, ସେଥିରେ ଶାସନର ବିଭିନ୍ନ ଦିଗ ଦେଖିବାକୁ ମିଳିଥାଏ। ତାପରେ ଆସିଲା ଇତିବୃତ୍ତି, ଅର୍ଥାତ୍ ଏଥିରେ ଏହା ମଧ୍ୟ ତୁମର ଗୋଟେ କ୍ୱେଶ୍ଚିନ୍ ଆସୁଛି ଏଇ ପାର୍ଟରୁ। ତ ସେଥିମଧ୍ୟରେ ରାଜତରଙ୍ଗିଣୀ ହେବା ଇତିବୃତ୍ତି। ଏଥିରେ କ'ଣ ହୋଇଥାଏ, ଗୋଟେ ସ୍ଥାନର ସମ୍ପର୍କରେ ଜଣାପଡ଼ିଥାଏ। କାଶ୍ମୀର ନିବାସୀ କଲ୍ହଣ ଦ୍ୱାରା ରଚିତ। ଏହା କେତେ 12th ସେଞ୍ଚୁରୀରେ ରଚିତ। ରାଜତରଙ୍ଗିଣୀ 12 ନା 7 ଗୋଟି ଅଛି, ତୁମେମାନେ ଟିକେ ଦେଖିଦେବ ଗୁଗୁଲରୁ। କାଶ୍ମୀର ଇତିହାସ ଜଣାପଡ଼ିଥାଏ। କୀର୍ତ୍ତିକୁମୁଦିନୀ ନେପାଳ ଇତିହାସ ରଚନା କରିଥିଲେ। ଚାଚାନାମାରେ ମୁସଲମାନ ସିନ୍ଧୁ ପ୍ରଦେଶର ଅଧିକାର ସୂଚନା ଜଣାପଡ଼ିଥାଏ, କିଭଳି ଅଧିକାର କରିଥିଲେ। ରାସମଲ୍ଲଙ୍କ ଗୁଜରାଟ ଅଞ୍ଚଳ ଇତିହାସ ଜଣାପଡ଼ିଥାଏ। ମାଜଲା ପାଞ୍ଜିରେ ଓଡ଼ିଶାର ବିଭିନ୍ନ ବଂଶମାନଙ୍କର ସୂଚନା ମିଳିଥାଏ। ତାପରେ ଆମେ ଦେଖିବା ସଂସ୍କୃତ ସାହିତ୍ୟ ସମ୍ପର୍କରେ। ତ ସଂସ୍କୃତ ସାହିତ୍ୟ ହେଲା ଗୋଟେ ଭାଷ୍ଟ କହିପାରିବା, ଯେତେ କହିଲେ କମ୍ ହେବ ନାହିଁ। ସଂସ୍କୃତ ସାହିତ୍ୟର ମୁଖ୍ୟ କବି ଥିଲେ କାଳିଦାସ। ତୁମେମାନେ ସମସ୍ତେ ଜାଣିଥିବ କାଳିଦାସଙ୍କ ରଚନା ସମ୍ପର୍କରେ ପଢ଼ି ଆସିଛ ମଧ୍ୟ। ପୁଷ୍ପପୁରରେ ବର୍ଷାବରଣ ପଢ଼ିଛ କି ନାହିଁ, ଯାହାକି କାଳିଦାସଙ୍କର ମେଘଦୂତରୁ ଆସିଛି। ତାକୁ ଫଲୋ କରିକି ସେ ପ୍ରକାରର ଟିକେ ଫଲୋ ହେଇଛି। ତାଙ୍କର ଅନବଦ୍ୟ ଗ୍ରନ୍ଥ ଗୁଡ଼ିକ ହେଉଛି ରଘୁବଂଶ, ମାଳବିକାଗ୍ନି ମିତ୍ରମ୍, କୁମାର ସମ୍ଭବମ୍, ଅଭିଜ୍ଞାନ ଶକୁନ୍ତଲମ୍, ବିକ୍ରମ ବେଶମ୍, ଋତୁ ସଂହାରମ୍। ଏହା ତୁମମାନଙ୍କୁ ମନେ ରଖିବାକୁ ପଡ଼ିବ, ଏହା ପୂର୍ବରୁ ମଧ୍ୟ ଆସିସାରିଛି। ତାପରେ ବରାହମିହିରଙ୍କ ବୃହତ ସଂହିତା ହେଲା, ଜ୍ୟୋତିଷଶାସ୍ତ୍ର ସମ୍ପର୍କରେ ଜଣାପଡ଼ିଥାଏ। ଦଣ୍ଡିଙ୍କର 10 କୁମାର ଚରିତ ହେଲା, ଏହା ମଧ୍ୟ ଗୋଟେ କ୍ୱେଶ୍ଚିନ୍ ଆସିଛି। ଅମର ସିଂଙ୍କ ଅମରକୋଷ ହେଲା, ବିଷ୍ଣୁ ଶର୍ମାଙ୍କର ପଞ୍ଚତନ୍ତ୍ର ଆସିସାରିଛି। ସଂସ୍କୃତ ସାହିତ୍ୟର ଅମୂଲ୍ୟ ଗ୍ରନ୍ଥ। ବୈଜ୍ଞାନିକ ଦୃଷ୍ଟିକୋଣରୁ ଆର୍ଯ୍ୟଭଟ୍ଟଙ୍କର ସୂର୍ଯ୍ୟ ସିଦ୍ଧାନ୍ତ, ଆର୍ଯ୍ୟଭଟ୍ଟମ୍, ଆର୍ଯ୍ୟ ସୂର୍ଯ୍ୟ ଯେଉଁ ରହିଛି, ଏଥିରେ ତୁମେମାନେ ମନେ ଦେଖିବ ଆର୍ଯ୍ୟଭଟ୍ଟକୁ। ତାପରେ ଆସିଲା ଚରକଙ୍କ ଚରକ ସଂହିତା, ସୁଶ୍ରୁତଙ୍କ ସୁଶ୍ରୁତ ସଂହିତା। ଲାଷ୍ଟ ନଟ୍ ଦ ଲିଷ୍ଟ ବୈଦେଶିକ ବିବରଣୀ ଆମେ ପଢ଼ିବାକୁ ଯିବା। ତାପରେ ଅଭିଲେଖାଗାର ସେତେ ବି ଇମ୍ପୋର୍ଟାଣ୍ଟ ନୁହଁ। ବୈଦେଶିକ ବିବରଣୀ କ'ଣ, ଅନେକ ଗୁଡ଼ିଏ ପରିବ୍ରାଜକ ଆସିଛନ୍ତି ଭାରତକୁ ଏବଂ ସେ ପରିବ୍ରାଜକ ନିଜକ ଦୃଷ୍ଟିଭଙ୍ଗୀ ଦେଇ ଅନେକ ଗୁଡ଼ିଏ ଗ୍ରନ୍ଥ ଲିଖିଛନ୍ତି। ସେ ଗ୍ରନ୍ଥରୁ ମଧ୍ୟ ଆମେ କ'ଣ କରିପାରିବା ନା, ପ୍ରାଚୀନ ଭାରତ ଇତିହାସକୁ ଆମେ ରଚନା କରିବାରେ ଆମକୁ ବହୁତ ଭାବରେ ସାହାଯ୍ୟ କରିପାରିବେ। ତ ସେମାନଙ୍କ ମଧ୍ୟରେ ପ୍ରାଚୀନ ସମୟରେ କିଏ ଆସିଥିଲେ ନା, ମେଗାସ୍ଥିନିସ୍ ଆସିଥିଲେ, ଫାଇହାନ୍ ହେଇଥିଲେ, ହୁଏନ୍ସା ହେଇଥିଲେ। ମେଗାସ୍ଥିନିସ୍ କ'ଣ ରଚନା କରିଥିଲେ ନା, ଇଣ୍ଡିକା, ଫାଇହାନ୍ ଫୁକୋକି, ହୁଏନ୍ସାଂ ସିୟୁକି। ହୁଏନ୍ସାଂଙ୍କ ସମୟରେ ହର୍ଷବର୍ଦ୍ଧନଙ୍କ ସମୟରେ ଆସିଥିଲେ। ମେଗାସ୍ଥିନିସ୍ ଚନ୍ଦ୍ରଗୁପ୍ତଙ୍କ ସମୟରେ ଆସିଥିଲେ, ମୌର୍ଯ୍ୟଙ୍କ ସମୟରେ। ଏବଂ ଫାଇହାନ୍ ଦ୍ୱିତୀୟ ଚନ୍ଦ୍ରଗୁପ୍ତ ବା
ବିକ୍ରମାଦିତ୍ୟଙ୍କ ସମୟରେ ଆସିଥିଲେ। ତ ଆମେ ଦେଖିବା ସର୍ବପ୍ରଥମେ ମେଗାସ୍ତିନିସ୍ ସମ୍ପର୍କରେ। ତ ମେଗାସ୍ତିନିସ୍ କାହା ସମୟରେ ଆସିଥିଲେ? ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ସମୟରେ ଗ୍ରୀକ୍ ପରିବ୍ରାଜକ। ସେ କେଉଁ ଦେଶର ପରିବ୍ରାଜକ ଥିଲେ? ଗ୍ରୀସ୍ର। ସେ ସେଲୁକସ୍ ନିକାଟରଙ୍କ ରାଷ୍ଟ୍ରଦୂତ ଥିଲେ। କାହାର ରାଷ୍ଟ୍ରଦୂତ? ସେଲୁକସ୍ ନିକାଟରଙ୍କ ରାଷ୍ଟ୍ରଦୂତ ଥିଲେ। ସେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ଦରବାରରେ 304 BC-ରୁ 299 BC ପର୍ଯ୍ୟନ୍ତ 5 ବର୍ଷ ରହିଥିଲେ। ସେ ସମୟର ପ୍ରତ୍ୟକ୍ଷଦର୍ଶୀ ବିବରଣୀ ତାଙ୍କ ଲେଖାରୁ ମିଳିଥାଏ। ତାଙ୍କ ଲିଖିତ ଇଣ୍ଡିକା, ଏହା ମଧ୍ୟ ଆସୁଛି। ଇଣ୍ଡିକା କାହା ଦ୍ୱାରା ରଚିତ? ନା ମେଗାସ୍ତିନିସ୍ଙ୍କ ଦ୍ୱାରା ରଚିତ। ଯାହା ଯାହା ଆସିଛି ମୁଁ ତୁମମାନଙ୍କୁ କହି ଦେଉଛି, ତୁମେମାନେ ନୋଟ୍ କରି ଚାଲ। ଏଥିରେ ସାମାଜିକ ଶ୍ରେଣୀ ବ୍ୟବସ୍ଥା, ପାଟଳିପୁତ୍ର ତତ୍କାଳୀନ ଶାସନ ପଦ୍ଧତି, କୃଷି ହେଲା, ବିଭିନ୍ନ କର୍ମଚାରୀ ବିଷୟରେ ମଧ୍ୟ ଦେଖିବାକୁ ଆମେ ପାଇଥାଉ। ତାପରେ ଆମେ ଦେଖିବା ନା ପେରିପ୍ଲସ୍ ଅଫ୍ ଦି ଏରିଥ୍ରିଆନ୍ ସି, ଜଣେ ଅନନୋନ୍ ପର୍ସନ୍ ଯିଏକି ଆମେ ଜାଣିନାହୁଁ କିଏ ଲିଖିଛନ୍ତି, କିନ୍ତୁ ସେଥିରେ ଆମେ କ'ଣ ଦେଖିବାକୁ ପାଇବା ନା ବନ୍ଦର ହେଲା, ବାଣିଜ୍ୟ ଉପରେ ଆଲୋକପାତ କରିଥାଉ। ବନ୍ଦର କହିଲେ ତୁମେ ମାଙ୍କଡ଼କୁ ବୁଝିବନି। ବନ୍ଦର ହେଲା ପୋର୍ଟ, ଯେଉଁଭଳି ପାରାଦ୍ୱୀପ ପୋର୍ଟ ଅଛି ନା, ସେହିପରି ଟିକେ ବନ୍ଦରକୁ ଆମେ କହିବା। ସେହି ଟାଇପ୍ର ଟଲେମିଙ୍କ ଭୂଗୋଳ, ଏଥିରେ ଆମେ ସାମୁଦ୍ରିକ ବ୍ୟବସାୟ ସମ୍ପର୍କରେ ଜାଣିବାକୁ ପାଇଥାଉ। ତାପରେ ଆସିଲା ଫାଇହାନ୍ଙ୍କ ସମ୍ପର୍କରେ। ତ ଚୀନ ପରିବ୍ରାଜକ ଫାଇହାନ୍ ଆସିଥିଲେ ଗୁପ୍ତ ଯୁଗର ସମ୍ରାଟ ଚନ୍ଦ୍ରଗୁପ୍ତ ବିକ୍ରମାଦିତ୍ୟଙ୍କ ସମୟରେ। ଫାଇହାନ୍ କ'ଣ ରଚନା କରିଥିଲେ? ନା ଫୋକୋକି ରଚନା କଲେ। ସେ 405ରେ ଆସିଥିଲେ ଏଡ଼ିରେ ଏବଂ 420ରେ ପର୍ଯ୍ୟନ୍ତ ରହିଥିଲେ, 15 ବର୍ଷ କାଳ। ଦ୍ୱିତୀୟ ଚନ୍ଦ୍ରଗୁପ୍ତ ବିକ୍ରମାଦିତ୍ୟଙ୍କ ସମୟରେ ଆସିଥିଲେ। ସେ ପାଟଳିପୁତ୍ରରେ ଅବସ୍ଥାନ କରିଥିଲେ। ସେ ମୁଖ୍ୟତଃ ବୌଦ୍ଧ ଧର୍ମ ଦ୍ୱାରା ବିଶେଷ ଭାବେ ପ୍ରଭାବିତ ହୋଇଥିଲେ। ତାଙ୍କ ବିବରଣୀ ସାମାଜିକ ଅର୍ଥନୈତିକ ବ୍ୟବସ୍ଥା ଜଣାପଡ଼ିଥାଏ। ତାପରେ ଆସିଲେ ଫାଇହାନ୍। ଫାଇହାନ୍ ଭାରତରେ ଆସିଥିବା ପରିବ୍ରାଜକ ମଧ୍ୟରେ କିଏ? ତାପରେ ଆସିଲେ ହୁଏନ୍ସାଂ ଆସିଲେ। ହୁଏନ୍ସାଂଙ୍କୁ ତୀର୍ଥଯାତ୍ରୀମାନଙ୍କ ମଧ୍ୟରେ କ'ଣ ବୋଲି କୁହାଯାଏ? ନା କମେଣ୍ଟ କର ତୁମେ ଯେଉଁମାନେ ସମାଚାର ପଢ଼ୁଛ। ସେ ଚୀନରୁ ଭାରତକୁ ହର୍ଷବର୍ଦ୍ଧନ ସମୟରେ ଆସିଥିଲେ ଏବଂ 626ରୁ, ଏହି ଟାଇମ୍ ପିରିୟଡ଼ ଟିକେ ଭୁଲ ଅଛି ବୋଲି କହିପାରିବା, ଭୁଲ ବି ନଥାଇପାରେ, କିନ୍ତୁ ଆମେ ଯେତେବେଳେ ପଢ଼ିଛୁ ଆମକୁ ଆମ ସାର୍ ପଢ଼େଇଥିଲେ 630ରୁ 644 ଏଡ଼ିରେ, ଏବଂ 639ରେ ଓଡ଼ିଶାକୁ ମଧ୍ୟ ଆସିଥିଲେ। ସେ ଓଡ଼ିଶାକୁ ଆସିଥିଲେ, କେଡ଼େ ସୌଭାଗ୍ୟ। ସେ ଓଡ଼ିଶାର ବିଭିନ୍ନ ଭାଗ ଯଥା ଉଡ୍ର, କଙ୍ଗଦ, କଳିଙ୍ଗ ଭୌଗୋଳିକ ଅବସ୍ଥା, ଧାର୍ମିକ ବିକାଶର ବର୍ଣ୍ଣନା କରିଛନ୍ତି। ତାଙ୍କ ଲିଖିତ ସିୟୁକି ଏକ ଅମୂଲ୍ୟ ଗ୍ରନ୍ଥ କହିପାରିବା। ହର୍ଷବର୍ଦ୍ଧନଙ୍କ ରାଜତ୍ୱ, ଧର୍ମସଭା, ସାମାଜିକ ଅବସ୍ଥା, ବୌଦ୍ଧ ଧର୍ମ ବିଷୟରେ ମଧ୍ୟ ଜଣାପଡ଼ିଥାଏ। ଏହା ତ ଥିଲା ବୈଦେଶିକ ବିବରଣୀ। ତା ସହିତ ଆଉ ଜଣେ ପରିବ୍ରାଜକ ଯିଏକି ଇସିଂ 7th ସେଞ୍ଚୁରୀରେ ଆସିଥିଲେ। ତାପରେ ଟିକେ ମଡ଼ର୍ଣ୍ଣକୁ ଚାଲିଯିବା। ମଡ଼ର୍ଣ୍ଣ ତ କହିପାରିବାନି। 712ରେ ଆଫଗାନ ସିନ୍ଧୁ ପ୍ରଦେଶ ଆକ୍ରମଣ କରି ଭାରତ ଇତିହାସ ଅନ୍ୟ ଆରବ ଲେଖାରୁ ମିଳିଥାଏ। ତାପରେ ଗଜନୀ ମାମୁର ସହ ଆଲବେରୁଣି ଆସିଥିଲେ। ମଡ଼ର୍ଣ୍ଣକୁ ଚାଲି ଆସିବା। ସଂସ୍କୃତ ଭାଷାରେ ପାରିଦର୍ଶିତା ଲାଭ କରିଥିଲେ। ତାଙ୍କ ଲିଖିତ ପୁସ୍ତକ ତହକିକ୍-ଇ-ହିନ୍ଦ ଆଲବେରୁଣି। ମଡ଼ର୍ଣ୍ଣ ବି କହିପାରିବାନି, ଏହାକୁ ଟିକେ ଆର୍ଲି ଫେଜ୍। ମାର୍କୋପୋଲୋ ତ୍ରୟୋଦଶ ଶତାବ୍ଦୀରେ ଆସିଥିଲେ ଏବଂ ତାଙ୍କ ବିବରଣୀରେ ସୂଚନା ମିଳିଥାଏ। ମହମ୍ମଦ ବିନ୍ ତୁଗଲକ ସମୟରେ ଇବନ ବତୁତା ଆସିଥିଲେ। ସେ କ'ଣ ରଚନା କରିଥିଲେ? ନା କିତାବୁଲ୍ ରହିଲା। ଇବନ ବତୁତା କ'ଣ ରଚନା କରିଥିଲେ? ନା କିତାବୁଲ୍ ରହିଲା ରଚନା କରିଥିଲେ। କିତାବୁଲ୍ ରହିଲା। ତାଙ୍କର ବିବରଣୀ ମଧ୍ୟରେ ମଧ୍ୟଯୁଗ ଇତିହାସ ଅଧ୍ୟୟନରେ ସହାୟକ ହୋଇଥାଏ। ସେହିପରି ଅବଦୁଲ ରଜକ ତାଙ୍କ ବିବରଣୀ ବିଜୟନଗର ସାମ୍ରାଜ୍ୟର ଅବସ୍ଥା ସମ୍ପର୍କରେ ବର୍ଣ୍ଣନା କରିଛନ୍ତି। କୋଣ୍ଟି 16ଶ ଶତାବ୍ଦୀରେ ଇଟାଲୀରୁ ଭାରତ ଆସିଥିଲେ। ଜାହାଙ୍ଗୀର ସମୟରେ କ୍ୟାପ୍ଟେନ୍ ହକିନ୍ସ ସାର୍ ଟମାସ ରୋ ଆସିଥିଲେ। ଏହା ମଧ୍ୟ ଗୋଟେ କ୍ୱେଶ୍ଚନ୍ ଆସେ ଯେ ଜାହାଙ୍ଗୀର ସମୟରେ କ୍ୟାପ୍ଟେନ୍ ହକିନ୍ସ ଓ ସାର୍ ଟମାସ ରୋ ଆସିଥିଲେ ଫର୍ ଦି ପର୍ପୋସ୍ ଅଫ୍ ବିଜନେସ୍ ପାଇଁ ସେ ଆସିଥିଲେ। ମୋଗଲ ଇତିହାସ ତଥ୍ୟ ମଧ୍ୟ ମିଳିଥାଏ। ତ ଏହା ଥିଲା ବୈଦେଶିକ ବିବରଣୀ। ତାପରେ ଆସିଲା ମଧ୍ୟଯୁଗ। ଟିକେ ଦେଖିଦେବା ମଧ୍ୟଯୁଗ ସାହିତ୍ୟରେ କିଏ କିଏ ଆସିଥିଲେ, କ'ଣ କ'ଣ ହୋଇଥିଲା ଟିକେ ଦେଖିଦେବା। ତ ମଧ୍ୟଯୁଗର ଇତିହାସ ଲିଖନ ପାଇଁ ସାହିତ୍ୟିକ ଉପାଦାନ ମଧ୍ୟ ଗୋଟେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ମଧ୍ୟଯୁଗ ସାହିତ୍ୟରେ କୁ ନେଇ ମଧ୍ୟ ଇତିହାସ ରଚନା କରିବା ଗୋଟେ ଉପାଦେୟ ବୋଲି କହିପାରିବା। ଅନେକ ଉପାଦେୟ ହୋଇଛି ଇତିହାସ ରଚନା କରିବାରେ। ତବାକାତ ନାସରୀ ମିନାଜ ସିରାଜ ରଚନା କରିଥିଲେ। ତବାକାତ ନାସରୀ, ଏହା ଗୋଟେ କ୍ୱେଶ୍ଚନ୍ ଆସେ। ମହମ୍ମଦ ଘୋରୀଙ୍କ ଆକ୍ରମଣ ସମ୍ପର୍କରେ ଜଣା। ଜିୟାଉଦ୍ଦିନ ବରାଣୀଙ୍କ ଲିଖିତ ତାରିଖି ଫିରୋସାଇ, ଯାହାକି ବଲବନ ହେଲା, ଖିଲଜି ହେଲା, ମହମ୍ମଦ ବିନ୍ ତୁଗଲକ ଓ ଫିରୋଜ ତୁଗଲକଙ୍କ ସମ୍ପର୍କରେ ଜଣାପଡ଼ିଥାଏ। ଅମୀର ଖୁସରୁଙ୍କ ଖାଜାନ ଉଲ୍ ଫୁତୁହ,
ବାବରିନାମା ବା ତୁଜୁକି ବାବରି, ଆବୁଲ ଫାଜଲଙ୍କ ଆଗରନାମା ଆଇନ ଆକବରୀ, ଅବଦୁଲ ହମିଦ ଲାହୋରୀଙ୍କ ପାଶାହ ଆଲମଗୀରନାମାରୁ ଔରଙ୍ଗଜେବଙ୍କ ଇତିହାସ। ଏହା ମଧ୍ୟ ତୁମର 2024ରେ କ୍ୱେଶ୍ଚିନ୍ ଆସିଛି। ଆଲମଗୀରନାମାରୁ ଔରଙ୍ଗଜେବ 2023 ନା 24ରେ।